ନମ୍ବର 1 ବଢ଼ିଲା ଭତ୍ତା ରାଶି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ବଢ଼ିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା। 38ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। କାରାବରଣ କରିଥିବା ସବୁ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପେନ୍ସନକୁ 10,000ରୁ 20,000 ଟଙ୍କା ବୃଦ୍ଧି କରାଯାଇଛି। କାରାବରଣ କରିନଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପେନ୍ସନକୁ 9,000ରୁ 15,000 ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ନମ୍ବର 2 କମିଲା ପାଲ୍ମ ଅଏଲର ମୂଲ୍ୟ। ସରକାର ଖାଇବା ତେଲର ଆମଦାନୀ ଶୁଳ୍କ ମୂଲ୍ୟ ବୃଦ୍ଧି କରିବା ସତ୍ତ୍ୱେ ବୁଧବାର ଦେଶର ତୈଳ ବଜାରରେ ବର୍ଷର ପ୍ରଥମ ବାଣିଜ୍ୟ ଅଧିବେଶନରେ ବୃଦ୍ଧି ପରିବର୍ତ୍ତେ ଅଶୋଧିତ ପାଲ୍ମ ତେଲ CPO ଏବଂ ପାମୋଲିନ୍ ତେଲର ମୂଲ୍ୟ ହ୍ରାସ ପାଇଛି। ଆମଦାନୀ ହୋଇଥିବା ତେଲର ମୂଲ୍ୟ ହ୍ରାସରେ ବ୍ୟବସାୟିକ ଭାବନା ପ୍ରଭାବିତ ହେଲା କାରଣରୁ କଟନ୍ ସିଡ୍ ଅଏଲ ମୂଲ୍ୟ ହ୍ରାସ ପାଇଲା। ଏଥିସହ ଆମଦାନୀ ଶୁଳ୍କ ମୂଲ୍ୟ ହ୍ରାସ ହେତୁ ସୋୟାବିନ ତେଲ ଦର କମିଗଲା। ନମ୍ବର 3 ଜାନୁଆରୀରେ ପଶ୍ଚିମା ଝଡ଼। ବର୍ଷାର ପରିମାଣ ବଢ଼ିବ। ଜାନୁଆରୀ ମାସରେ ପଶ୍ଚିମା ଝଡ଼ର ପ୍ରଭାବ ଅଧିକ ରହିବ। ଏହା ଯୋଗୁଁ ଶୀତ କମିବା ସହିତ ବର୍ଷାର ପରିମାଣ ଅଧିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜାନୁଆରୀ ମାସରେ ସ୍ୱାଭାବିକ ଶୀତ ଅପେକ୍ଷା ପଶ୍ଚିମା ଝଡ଼ର ପ୍ରଭାବ ଅଧିକ ରହିବ। କୋହଲା ପାଗ ସହ ବର୍ଷା ହେବ ଏବଂ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଶୀତ ବଢ଼ିବ। ଆସନ୍ତା 4ରୁ 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବ। କନ୍ଧମାଳ ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ନୟାଗଡ଼ରେ କୁହୁଡ଼ି କମ୍ ଦୃଶ୍ୟମାନ ହେବ। ଜାନୁଆରୀରେ ଶୀତର ପ୍ରକୋପ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ନମ୍ବର 4 ରାଜ୍ୟବାସୀଙ୍କୁ ମିଳିବ ଆଭା କାର୍ଡ଼। ଆଭା କାର୍ଡ଼ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ। ପ୍ରେସ୍କ୍ରିପସନରୁ ମୁକ୍ତି ଦେବା ଆଭା କାର୍ଡ଼। ଏଣିକି ଗୋଟିଏ କାର୍ଡ଼ରେ ରହିବ ସମସ୍ତ ରୋଗୀଙ୍କର ଡାଟା। ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନକୁ ଖୁବ୍ ଶୀଘ୍ର ଲାଗୁ କରିବେ ଓଡ଼ିଶା ସରକାର। ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ। ଏହି ଆଭା କାର୍ଡ଼ ନ୍ୟାସନାଲ ହେଲ୍ଥ ଅଥରିଟି ଅଧୀନରେ ରହିବ। ଏହାର ନାମ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ବା ଆଭା କାର୍ଡ଼। ଲୋକସଂଖ୍ୟା ଅପସନରେ ଆଭା ଆକାଉଣ୍ଟ ରେଜିଷ୍ଟ୍ରେସନ କରିପାରିବେ। ନମ୍ବର 5 ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲକୁ ଖାରଜ କଲା କେନ୍ଦ୍ର। ଡବଲ ଇଞ୍ଜିନ ସରକାର ସତ୍ତ୍ୱେ ଓଡ଼ିଶା ଅସ୍ମିତା ଅଣର ଦେଖା। ଦିଲ୍ଲୀରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଗଡ଼ିବ ନାହିଁ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଓଡ଼ିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ ଖାରଜ କରିଦେଇଛି କେନ୍ଦ୍ର। ଏଥର ଓଡ଼ିଶା ପକ୍ଷରୁ ମାଣିଆବନ୍ଧ, ଶାଢ଼ୀ, ହସ୍ତଶିଳ୍ପ, ମନ୍ଦିର ମାଳିନୀ, ଭୁବନେଶ୍ୱର ମଡେଲ ପ୍ରଦାନ କରାଯାଇଥିଲା। ହେଲେ ତାକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର। ଚଳିତ ବର୍ଷ 15ଟି ରାଜ୍ୟର ପ୍ରଜ୍ଞାପନ ମେଢ଼ ଜାନୁଆରୀ 26 ପରେଡରେ ସାମିଲ ହେବ। 15ଟି ରାଜ୍ୟ ମଧ୍ୟରେ ଓଡ଼ିଶା ନାହିଁ। ଏହା ସହ 11ଟି ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟର ମଡେଲ ମଧ୍ୟ ପରେଡରେ ସାମିଲ ହେବ। ନମ୍ବର 6 ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନଙ୍କ ଚିଠି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦାବି। ଜିଲ୍ଲା ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ଚିଠି। 2 ଦିନରେ 5 ଜିଲ୍ଲା ଗସ୍ତ ପରେ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ଅଦିନିଆ ବର୍ଷାରେ ଭଙ୍ଗି ପଡ଼ିଥିବା ଚାଷୀଙ୍କ ଆତ୍ମବଳକୁ ବଢ଼ାଇବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ। ଏହାସହ ସଠିକ୍ ସମୟରେ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ବିରୋଧୀ ଦଳ ନେତା। ଏହାସହ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କଥା ମଧ୍ୟରେ ସେ ଉଲ୍ଲେଖ କରିଛନ୍ତି। ନବୀନ ଲେଖିଛନ୍ତି, ଯଦି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ମିଳିଥାନ୍ତା ତେବେ ଚାଷୀ ପରିବାରର ଆଜି ଆଡିସନାଲ ସପୋର୍ଟ ସହ ଯଥାଶୀଘ୍ର କ୍ଷତିପୂରଣ ପାଇପାରିଥାନ୍ତେ ଏବଂ ସେମାନଙ୍କ ମନୋବଳ ପୁଣି ଥରେ ସବଳ ହୋଇଥାନ୍ତା। ନମ୍ବର 7 ପହଞ୍ଚିଲେ ନୂଆ ରାଜ୍ୟପାଳ। ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ପମପତି ଆଜି ଓଡ଼ିଶାରେ ପହଞ୍ଚିଛନ୍ତି। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ। ଆସନ୍ତାକାଲି ପୂର୍ବାହ୍ନ 10ଟା 15ରେ ସେ ଶପଥ ଗ୍ରହଣ କରିବେ। ରାଜଭବନର ନୂଆ ଅଭିଷେକ ହଲରେ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଆଜି ସନ୍ଧ୍ୟାରେ ଶ୍ରୀ କମ୍ପମପତି ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
ନମ୍ବର 8 ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଥୁରା ନଗରୀରେ କଂସରାଜ। ଆସନ୍ତାକାଲିଠାରୁ 11 ଦିନ ଧରି ଚାଲିବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ ପାଲଟିବ ମଥୁରା ନଗରୀ, ଚାଲିବ କଂସରାଜ। କଂସଙ୍କ ଅଟ୍ଟହାସ୍ୟ ଓ ଆଦେଶରେ ଥରଥର ହେବ ମଥୁରା ନଗରୀ। ପ୍ରସ୍ତୁତ ହୋଇଗଲାଣି ରାଜଦରବାର। ମହାରାଜ କଂସଙ୍କ ପାଇଁ ରାଜମୁକୁଟ ବି ପ୍ରସ୍ତୁତ ହୋଇସାରିଛି। ଏଥିସହ ମହାରାଜାଙ୍କ ହସ୍ତୀ ଓ ମହାମନ୍ତ୍ରୀଙ୍କ ସହ ଅନ୍ୟ ପାରିଷଦଙ୍କ ପାଇଁ ଓଟ, ଘୋଡ଼ାଗାଡ଼ି ଆଦି ସବୁ ସେବାରେ ଲାଗିବାକୁ ପ୍ରସ୍ତୁତ ହୋଇଯାଇଛି। ଜାନୁଆରୀ 3ରୁ 13 ତାରିଖ ଯାଏଁ ବରଗଡ଼ ପାଲଟିଯିବ ମଥୁରା ନଗରୀ ଏବଂ ଅମାପାଲି ହୋଇଯିବ ଗୋପପୁର। ନମ୍ବର 9 କଟକରେ ମୁମ୍ବାଇର ନକଲି ଇଲିସି। ଇଲିସି କହି 2 ଗୁଣା ମୂଲ୍ୟରେ ତୁମ୍ବା ବିକ୍ରି। ନକଲି ଖାଦ୍ୟ ସାମଗ୍ରୀ କାରବାରକୁ ନେଇ ବଦନାମ ହୋଇଥିବା କଟକ ସହରରେ ଏବେ ସବୁଠାରୁ ଦାମକିଆ ମାଛ ଇଲିସିର ନକଲି କାରବାର ଗ୍ରାହକଙ୍କ ପାଇଁ ଉଦ୍ବେଗର କାରଣ ହୋଇଛି। ଅବିକଳ ଇଲିସି ମାଛ ଭଳି ଦେଖିବାକୁ ତୁମ୍ବାକୁ ଇଲିସି ମୂଲ୍ୟରେ ବିକ୍ରି କରାଯାଉଛି। ମୁମ୍ବାଇରୁ ଆମଦାନୀ ହେଉଥିବା ଏହି ମାଛକୁ ପାଖାପାଖି କେଜି ପିଛା 2000 ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ଏଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିବା ପରେ ଗ୍ରାହକ ଠକାମିରେ ପଡ଼ୁଥିବା ଜଣାପଡ଼ିଛି। ପ୍ରଶାସନ ନୀତିଗତ କି ପ୍ରକାର ପଦକ୍ଷେପ ନେଉଛି ତାହା ଉପରେ ନଜର ରହିଛି। ନମ୍ବର 10 ଜାନୁଆରୀରେ ପଶ୍ଚିମା ଝଡ଼, କମିପାରେ ଶୀତ। ଭାରତୀୟ ପାଣିପାଗ କେନ୍ଦ୍ର ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ଭାବ୍ୟ ବର୍ଷାକୁ ନେଇ ନୂଆ ପୂର୍ବାନୁମାନ ଜାରି କରିଛି। ଏହି ଆକଳନ କହୁଛି ଏଥର ଜାନୁଆରୀରୁ ମାର୍ଚ୍ଚ ଭିତରେ ଉତ୍ତର ପଶ୍ଚିମ ଭାରତକୁ ଛାଡ଼ିଦେଲେ ବାକି ସବୁଠି ବର୍ଷା ସ୍ୱାଭାବିକଠାରୁ ଅଧିକ ରହିପାରେ। କୋହଲା ପାଗ ସହ ବର୍ଷା ହେବ ଏବଂ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶୀତ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ଉପକୂଳରେ ବଢ଼ିବାର ସମ୍ଭାବନା ରହିଛି। ନମ୍ବର 11 ଜାନୁଆରୀ 5ରୁ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା। ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା 2025। ଏନେଇ ରାଜଧାନୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସହର ମଧ୍ୟରେ ଆଦିବାସୀ ଗ୍ରାମର ଭ୍ରମ ସୃଷ୍ଟି କରିବ ଚଳିତ ବର୍ଷର ଆଦିବାସୀ ମେଳା। ପ୍ରଥମ କରି ଓଡ଼ିଶାରେ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ପଛୁଆବର୍ଗ କଲ୍ୟାଣ ବିଭାଗ ଜାନୁଆରୀ 5 ତାରିଖରୁ ଜାନୁଆରୀ 16 ତାରିଖ ପର୍ଯ୍ୟନ୍ତ ଯାଏଁ ୟୁନିଟ୍ 3 ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳାର ଆୟୋଜନ କରିବାକୁ ଯାଉଛି। ପ୍ରତିବର୍ଷ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଜାନୁଆରୀ 26ରୁ ଆରମ୍ଭ ହୋଇଥାଏ। ନମ୍ବର 12 ଶୁକ୍ରବାରଠାରୁ ପୁନର୍ବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଏଏସ୍ଆଇ ପକ୍ଷରୁ କରାଯିବ। ଏକ୍ସମାସ ଛୁଟି ଏବଂ ନବବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ରତ୍ନଭଣ୍ଡାର ଭିତର କବାଟକୁ ସୁନା ଛାଉଣି କରିବା ପାଇଁ ଦାବି ଉଠିଥିବା ବେଳେ ଏ ସମ୍ପର୍କରେ ଏଏସ୍ଆଇ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇ ଯାହା କିଛି ନିଷ୍ପତ୍ତି ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ନମ୍ବର 13 ଜାନୁଆରୀ 6 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଚଳିତ ମାସ 6 ତାରିଖ ସୋମବାର ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟସ୍ତ ରହିବେ, ତେଣୁ ସେହିଦିନ ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନମ୍ବର 14 ରାଜଧାନୀରୁ ହଟିବେ ବୁଲା ଗାଈଗୋରୁ। ଦିନକୁ ଦିନ ରାଜଧାନୀର ରାସ୍ତାଘାଟ, ବଜାର ଗଳି କନ୍ଦିରେ ବୁଲା ଗାଈଗୋରୁ ଓ ଷଣ୍ଢଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ବହୁ ଅସୁବିଧାର ସାମ୍ନା କରୁଛନ୍ତି ଲୋକେ। ଏହା ସହିତ ଆଗାମୀ ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କୃଷ୍ଟ ଓଡ଼ିଶାକୁ ଆଗରେ ରଖି ଭୁବନେଶ୍ୱରରୁ ବୁଲା ଗାଈଗୋରୁ ଏବଂ ଷଣ୍ଢ କଟାଯିବ ବୋଲି କହିଛନ୍ତି ମନ୍ତ୍ରୀ। ସେମାନଙ୍କ ପାଇଁ ଅଧିକ ଗୋଶାଳା ବ୍ୟବସ୍ଥା କରାଯାଉଛି। ନମ୍ବର 15 ରାଜ୍ୟକୁ ଆସିବେ ଆଉ 3 ମହାବଳ ବାଘ। ଯମୁନା ଏବଂ ଜିନତଙ୍କ ପରେ ଏବେ ଆଉ 3 ବାଘ ଓଡ଼ିଶା ଜଙ୍ଗଲକୁ ଆସିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଏହି 3 ବାଘ ଓଡ଼ିଶା ଆସିବା ପରେ ତାଙ୍କୁ ଡେବ୍ରିଗଡ଼ ଅଭୟାରଣ୍ୟରେ ଛଡ଼ାଯିବ। ମନ୍ତ୍ରୀ କହିଛନ୍ତି ଜିନତ ଏବେ ଶିମିଳିପାଳ ଏନକ୍ଲୋଜରରେ ଅଛି। ଜିନତ ବର୍ତ୍ତମାନ ସୁସ୍ଥ ଅଛି, ଜଳ କ୍ରୀଡ଼ା କରୁଛି, ସ୍ୱାଭାବିକ ଭାବେ ଖାଦ୍ୟ ଖାଉଛି। ଏମାନେ ଖାପ ଖୁଆଇବା ପରେ ଆଉ 3 ବାଘ ଆଣିବା ପାଇଁ ସରକାର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ। ନମ୍ବର 16
ଆଜିର ସୁନା ଦର। ସୁନା କିଣିବା ପାଇଁ ଚିନ୍ତା କରିବା ସମୟରେ ଏହାର ବୃଦ୍ଧି ପାଉଥିବା ମୂଲ୍ୟ ଅଧିକାଂଶ ମୁଣ୍ଡବିନ୍ଧାର କାରଣ ପାଲଟୁଛି। ତେବେ ଗତ କିଛି ଦିନ ପୂର୍ବରୁ ସୁନା ଦାମ କମ୍ ହୋଇଥିଲେ ମଧ୍ୟ ପୁଣି ଏହାର ଦାମ ବୃଦ୍ଧି ପାଇଛି। ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପ୍ରତି 71,800 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ୍ ସୁନାର 10 ଗ୍ରାମ ପିଛା 78,330 ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନାର ଦର 71,800 ଟଙ୍କାରେ ପହଞ୍ଚିଥିବା ବେଳେ 24 କ୍ୟାରେଟ୍ ସୁନାର ଦର 78,330 ଟଙ୍କା ଥିଲା। ରାଜଧାନୀ ଦିଲ୍ଲୀରେ 22 କ୍ୟାରେଟ୍ ସୁନାର ଦାମ 10 ଗ୍ରାମ ପ୍ରତି 71,950 ଟଙ୍କା ରହିଛି। ଗତକାଲି ଏହାର 71,650 ଟଙ୍କା ଥିଲା। ନମ୍ବର 17। ଆସନ୍ତାକାଲିଠାରୁ ସିଡନୀରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍ରୁ ହଠାତ୍ ବାଦ୍ ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଜଣେ ଶକ୍ତିଶାଳୀ ଖେଳାଳି। ସିଡନୀ ଟେଷ୍ଟରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ଦିନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା କୋଚ୍ ଗୌତମ ଗମ୍ଭୀର ଏନେଇ ସୂଚନା ପ୍ରଦାନ କରିଛନ୍ତି। ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରୁ ଭାରତୀୟ ଦ୍ରୁତ ବୋଲର ଆକାଶଦୀପଙ୍କୁ ବାଦ୍ ଦିଆଯାଇଛି। ନମ୍ବର 18। 15 ସୁଦ୍ଧା ସରିବ ଇ-କେୱାଇସି। ରେସନ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରୁଛନ୍ତି। ଏହା ଚଳିତ ମାସ 15 ତାରିଖ ସୁଦ୍ଧା ସରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଯେଉଁମାନେ ବ୍ୟବସାୟିକ କାରଣରୁ ଇ-କେୱାଇସି କରିନାହାନ୍ତି ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି। ନମ୍ବର 19। ନୂଆବର୍ଷରେ ଆଉ ଏକ ବଡ଼ ଘୋଷଣା। 10 ଲକ୍ଷ ଘର ଦେବାକୁ ଯାଉଛନ୍ତି ମୋଦି ସରକାର। ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟ 2024-25 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 10 ଲକ୍ଷ ଘର ଅନୁମୋଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବୁଧବାର ଜାନୁଆରୀ 2ରେ ଏକ ବୈଠକରେ ଏହି ଯୋଜନା ଅଗ୍ରଗତି ଏବଂ ଆଗାମୀ କାର୍ଯ୍ୟ ଯୋଜନା ଉପରେ ମନ୍ତ୍ରଣାଳୟ ଆଲୋଚନା କରିଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଭାରତ ଗ୍ରାମାଞ୍ଚଳର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗକୁ ସ୍ଥାୟୀ ଏବଂ ନିରାପଦ ଗୃହ ଯୋଗାଇବ। ସମସ୍ତ ଗ୍ରାମୀଣ ବିକାଶ ଯୋଜନାର ଠିକ୍ ସମୟରେ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ମାସିକ ଲକ୍ଷ୍ୟ ଧାର୍ଯ୍ୟ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ନମ୍ବର 20। ସମ୍ବଲପୁରରେ ଆରମ୍ଭ ହେବ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରରେ ପୁନର୍ବାର ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ଗୁରୁବାର ସକାଳ 6ଟାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୂତାପଡ଼ା ଛକରୁ ଧନକୁଡ଼ା ପର୍ଯ୍ୟନ୍ତ ଚାଲିଥିବା ଜବରଦଖଲ ଭୟରେ ମୋତିଝରଣ ଛକରେ ଉଚ୍ଛେଦକାରୀ ଦଳକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ୁଛି। ଫଳରେ ଏଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋତିଝରଣ ଛକରୁ ପ୍ରାୟ 200 ମିଟର ପର୍ଯ୍ୟନ୍ତ ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ଭାରତୀୟ ନ୍ୟାୟ ସଂହିତା ଆଇନ ଧାରା 163 ଲାଗୁ କରାଯାଇଛି। ନମ୍ବର 21। ସମ୍ମାନିତ ହେବେ ଚେୟାର ଖେଳାଳି। ଜାନୁଆରୀ 17ରେ ରାଷ୍ଟ୍ରପତି ଭବନରେ ସମ୍ମାନିତ ହେବେ ଚେୟାର ଖେଳାଳି। ପ୍ୟାରିସ୍ ଅଲିମ୍ପିକ୍ସରେ ଦେଶ ପାଇଁ 2ଟି ବ୍ରୋଞ୍ଜ ପଦକ ଜିତିଥିବା ସୁଟର ମନୁ ଭକରଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ। ତାଙ୍କ ସହ ବିଶ୍ୱ ଚାମ୍ପିୟନ ଚେସ୍ ଖେଳାଳି ଡି ଗୁକେଶଙ୍କୁ ମଧ୍ୟ ଖେଳରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ଖବର ଆସୁଥିଲା ଯେ ମନୁ ଭକରଙ୍କ ନାମ ଖେଳରତ୍ନ ପାଇଁ ଯୋଜନା କରାଯାଇ ନାହିଁ। କିନ୍ତୁ ବର୍ତ୍ତମାନ ଏହି ଭେଟରାନ ଖେଳାଳି ଦେଶର ସବୁଠୁ ବଡ଼ କ୍ରୀଡ଼ା ପୁରସ୍କାର ପାଇବାକୁ ଯାଉଛନ୍ତି। ନମ୍ବର 22। ଆଜିଠାରୁ ଆରମ୍ଭ ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା। ଆଜିଠାରୁ ଆରମ୍ଭ ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା। ଏହା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଯୁକ୍ତ 2 ବିଜ୍ଞାନ, କଲା ଓ ବାଣିଜ୍ୟ ପ୍ରାକ୍ଟିକାଲ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ବିଜ୍ଞାନ ବିଭାଗରେ ସର୍ବାଧିକ 1,25,000 ଏବଂ କଲା ବିଭାଗରେ ପ୍ରାୟ 1 ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି। ଜାନୁଆରୀ 12 ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାରେ 60 ମାର୍କ, 50 ମାର୍କ ଓ 30 ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ବିଷୟ ଲାଗି 3 ଘଣ୍ଟା ଏବଂ 15 ମାର୍କର ପ୍ରାକ୍ଟିକାଲ ପରୀକ୍ଷା ପାଇଁ 2 ଘଣ୍ଟା ଅବଧି ରହିଛି।